ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ମୋଠୁ ସାନ କିମ୍ବା ବଡ଼, ମୋର ବାପା କିମ୍ବା ମା ମାନେ, କିମ୍ବା ଭାଇ କିମ୍ବା ଭଉଣୀମାନେ, କିମ୍ବା ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଦାସ ନିରଞ୍ଜନ ତୁରୁକ ଆଜ୍ଞାଙ୍କର ମିଟିଂ ଡୋକରୀ ବେଳାରେ ହେବା ପାଇଁ ଯାଉଅଛି 22 ତାରିଖ ଏବଂ 23 ତାରିଖ। ଆପଣମାନେ ସମସ୍ତେ ଲୋକ ଆସନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଏହି ଭିଡ଼ିଓ ମାଧ୍ୟମରୁ ମିରାକାଲ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। କାରଣ ବର୍ତ୍ତମାନ ସମୟରେ ଅନେକ ଜାଗାମାନଙ୍କରେ ଅନେକ ମିଟିଂରେ ମିରାକାଲ ଆଶ୍ଚର୍ଯ୍ୟକର୍ମ ହିଁ ଚାଲିଛି। ପାପ ବିଷୟରେ କହୁନାହାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣି ରହିବା ଦରକାର, ପାଉଲଙ୍କର ଦ୍ୱାରା ବା ପାଉଲଙ୍କର ଲାଷ୍ଟ ମିରାକାଲ ହେଲା AD 58 ଏବଂ ତାପରେ ଆଉ ମିରାକାଲ ହୋଇନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେତେଜଣ ବର୍ତ୍ତମାନ ସମୟରେ এই ଭିଡ଼ିଓକୁ ଦେଖୁଅଛ ଏବଂ ଯେଉଁମାନେ ଦେଖିବେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପାଉଲଙ୍କର ଲାଷ୍ଟ ମିରାକାଲ ହେଲା AD 58 ଏବଂ ତାପରେ ଆଉ ମିରାକାଲ ହୋଇନାହିଁ। ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ନିମନ୍ତେ ଯିବା। ଲେଖାଯାଏ ପ୍ରେରିତ ପୁସ୍ତକ ତାର 28 ପର୍ବ ତାର 8 ପର୍ବ 28 ସେହି ସମୟରେ ପୁବ୍ଲିୟଙ୍କର ପିତା ଜ୍ୱର ଓ ଆମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ଆଉ ପାଉଲ ଭିତରକୁ ତାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାଙ୍କ ଉପରେ ହାତ ଥୋଇ ତାଙ୍କୁ ସୁସ୍ଥ କଲେ। ଏହା ହେଉଛି ପାଉଲଙ୍କର ଲାଷ୍ଟ ମିରାକାଲ ଏବଂ ମିରାକାଲ ହୋଇନାହିଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ କେତୋଟି ପଦପର୍ବ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା, ତାପରେ ଆମ୍ଭେମାନେ ଆଗକୁ ବଢ଼ିବା। ଆପଣମାନେ ଯଦି ଦେଖିବେ ପ୍ରେରିତ ପୁସ୍ତକ ତାର 19 ପର୍ବ ତାର 11 ଏବଂ 12 এই ଜାଗା ଲେଖାଯାଏ, ପୁଣି ଈଶ୍ୱର ପାଉଲଙ୍କର ହସ୍ତ ଦ୍ୱାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ ସାଧନ କରୁଥିଲେ, ଏପରିକି ତାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କ ଠାରୁ ରୋଗ ଛାଡ଼ି ଯାଉଥିଲା ଓ ଦୁଷ୍ଟ ଆତ୍ମା ଗୁଡ଼ାକ ବାହାରି ଯାଉଥିଲା। ଏବଂ ରୋମିଓ 15:19 କେତୋଟି ପଦପର୍ବ ଦେଖିବା ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାପରେ ଆଗକୁ ବଢ଼ିବା। ରୋମିଓ 15:19 ଦେଖିବା। এই ଜାଗା ଲେଖାଯାଏ, 17ରୁ ଆମ୍ଭେମାନେ ପଢ଼ିବା ନିମନ୍ତେ ଯିବା। ଏଣୁ ଈଶ୍ୱରଙ୍କର ସେବା ବିଷୟରେ ମୋହର ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଦର୍ପ କରିବାର ଅଛି, କାରଣ ବିଜାତିମାନଙ୍କୁ ଆଜ୍ଞାବହ କରିବା ନିମନ୍ତେ ଖ୍ରୀଷ୍ଟ ମୋ ଦ୍ୱାରା ବାକ୍ୟରେ ଓ କର୍ମରେ ଅର୍ଥାତ୍ ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମରେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଯାହା ଯାହା ସାଧନ କରି ନାହାନ୍ତି, ଏପରି କୌଣସି ବିଷୟ କହିବାକୁ ମୁଁ ସାହସ କରିବି ନାହିଁ। ଏହି ପ୍ରକାର ଜେରୁସାଲେମ ଠାରୁ ଇଲୁରିକ ପର୍ଯ୍ୟନ୍ତ ଚତୁର୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି। ଏହି ଜାଗାରେ କ'ଣ କହୁଛନ୍ତି? ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି। କିନ୍ତୁ ମାତ୍ୟୁ ପୁସ୍ତକ ଆମ୍ଭେମାନେ ଦେଖିବା ପ୍ରଭୁଙ୍କର ପ୍ରିୟ ଲୋକମାନେ, ମାତ୍ୟୁ ତାର 8 ପର୍ବ ମାତ୍ୟୁ ତାର 8 ପର୍ବ ତାର 16 ଏବଂ 17 ମାତ୍ୟୁ 8, 16, 17 ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ଆଣିଲେ। ସେଥିରେ ସେ କଥା ମାତ୍ରକେ ଭୂତ ଗୁଡ଼ାକୁ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ, ଯେପରି ଯିଶାୟ ଭାବବାଦୀଙ୍କର ଦ୍ୱାରା ଉକ୍ତ ଏହି ବାକ୍ୟ ସବଳ ହୁଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯେମିତି ଈଶ୍ୱରଙ୍କର ପବିତ୍ର ବାଇବଲରେ ଯଦି ଆପଣମାନେ ଦେଖିବେ ଭବିଷ୍ୟତ ବକ୍ତାମାନଙ୍କ ବିଷୟରେ କିମ୍ବା ଶିଷ୍ୟମାନଙ୍କ ବିଷୟରେ କିମ୍ବା ଯୀଶୁଙ୍କ ବିଷୟରେ ମଧ୍ୟ ବାଇବଲରେ ଯେମିତି ଆମ୍ଭେମାନେ ପଢ଼ିବା ପାଇଁ ପାଉଛୁ ବା ଦେଖୁଛୁ, ଯେ
ଯେମିତି ମିରାକାଲ ହେଉଥିଲା ପ୍ରଭୁଙ୍କର ସମୟରେ, ଶିଷ୍ୟମାନଙ୍କ ସମୟରେ, ଭବିଷ୍ୟତ ବକ୍ତାମାନଙ୍କ ସମୟରେ, ବର୍ତ୍ତମାନ ସେହିପରି ମିରାକାଲ କାହିଁକି ହେଉନାହିଁ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ କେବେ ମଧ୍ୟ ଭାବିବା ବା ଚେଷ୍ଟା କରିଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ ଯେ ବାଇବଲରେ ଆମ୍ଭେମାନେ ଦେଖୁଛୁ ଏବଂ ବର୍ତ୍ତମାନର ମିରାକାଲ, ବାଇବଲର ମିରାକାଲ ଏବଂ ବର୍ତ୍ତମାନର ମିରାକାଲ ମଧ୍ୟରେ ବହୁତ ଫରକ ଅଛି। କାହିଁକି ବର୍ତ୍ତମାନ ସେହିପରି ମିରାକାଲ ହେଇପାରୁନାହିଁ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଯଦି ଆଜି ବା ଆଜି ଦିନମାନଙ୍କ ମଧ୍ୟରେ ଯଦି ଦେଖିବେ ମିରାକାଲ ବା ମିଟିଂରେ ଯଦି ଦେଖିବେ, ପ୍ରଭୁଙ୍କର ପ୍ରିୟ ଦାସମାନେ ଲୋକମାନଙ୍କୁ ତଳକୁ ଓଦରାଉଛନ୍ତି, କିନ୍ତୁ ବାଇବଲରେ ସେହି ପ୍ରକାର ଲେଖାଯାଇ ନାହିଁ। ଲୋକମାନେ ତଳକୁ ଓଦରି ନାହାନ୍ତି, କେତୋଟି ଜାଗାରେ ଆଗକୁ ଓଦରିଛନ୍ତି। ଏବଂ 9ଟି ବରଦାନ ମଧ୍ୟରୁ ଗୋଟିଏ ଦାନକୁ ଲୋକମାନେ ବର୍ତ୍ତମାନ ସମୟରେ ଜୋର ଦେଉଛନ୍ତି, ତାହା ହେଉଛି ଅନ୍ୟ ଭାଷା। କିନ୍ତୁ ବର୍ତ୍ତମାନ ସମୟରେ ଯେଉଁମାନେ ମିରାକାଲ କରୁଛନ୍ତି, ଲୋକମାନଙ୍କୁ ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଲୋକମାନଙ୍କୁ କୁହନ୍ତି ଆସ ମୁଁ ପ୍ରାର୍ଥନା କଲେ ତୁମେ ସୁସ୍ଥତା ପାଇବ, କିନ୍ତୁ ସେମାନେ ନିଜେ ଅସୁସ୍ଥତା ପଡ଼ିଲେ ସେମାନେ ନିଜେ ମେଡ଼ିକାଲକୁ ଯାଆନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଆଶ୍ଚର୍ଯ୍ୟ ପଛରେ ଆପଣମାନେ ଚାଲନ୍ତୁ ନାହିଁ, ପ୍ରଭୁଙ୍କ ପଛରେ ଚାଲନ୍ତୁ। ଆପଣମାନେ ଯେତେ ଆଶ୍ଚର୍ଯ୍ୟ କର୍ମ ପଛରେ ଯିବେ, ଆପଣମାନେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ଆଶ୍ଚର୍ଯ୍ୟ କର୍ମ ପଛରେ ଥିବେ, ଆପଣଙ୍କର ରୋଗ ସୁସ୍ଥ ହେବ। ଭାବି ନିଅନ୍ତୁ ଆପଣଙ୍କର ରୋଗ ସୁସ୍ଥ ହେବ, କିନ୍ତୁ ଆପଣଙ୍କର ଜୀବନରେ ଯଦି ପାପ ଥିବ ତାହେଲେ ଆପଣମାନେ କେଉଁଠି ଯିବେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ତା ଯଦି ଉଲ୍ଟା ଯଦି ଆମ୍ଭେମାନେ କରିବା, ଆପଣଙ୍କର ଜୀବନରେ ଯେତେ ରୋଗ ଥାଉ, ଯେତେ ବ୍ୟଥା ଥାଉ, ଯେତେ ସମସ୍ୟା ଥାଉ, କିନ୍ତୁ ଆପଣଙ୍କର ଜୀବନରେ ଯଦି ପାପ ନଥାଉ ତାହେଲେ ଆପଣମାନେ କେଉଁଠି ଯିବେ? ଆପଣମାନେ ନିଜକୁ ପଚାରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ମିରାକାଲ ବିଷୟରେ, ଆଶ୍ଚର୍ଯ୍ୟକର୍ମ ବିଷୟରେ, ଅନ୍ୟ ଭାଷା ବିଷୟରେ ଏହି ଚ୍ୟାନେଲରେ ହିଁ ଅପଲୋଡ଼ କରାଯାଇଅଛି। ଆପଣମାନେ ଦେଖନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ବାଇବଲରେ ଭବିଷ୍ୟତ ବକ୍ତାମାନେ ଅନ୍ୟ ଭାଷା କହିନାହାନ୍ତି, ରାବା ରାବା ଲାଖା ରାଖା କହିନାହାନ୍ତି, ପ୍ରଭୁ ଯୀଶୁ କହିନାହିଁ, ଶିଷ୍ୟମାନେ କହିନାହାନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ଚାଲିଛି ଏବଂ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ତଳକୁ ଓଦରାଉଛନ୍ତି। କିନ୍ତୁ ପ୍ରଭୁଙ୍କର ସମୟରେ, ପ୍ରଭୁଙ୍କର ଶିଷ୍ୟମାନଙ୍କ ସମୟରେ, ବକ୍ତାମାନଙ୍କ ସମୟରେ ସେ ପ୍ରକାର ନଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଚାଲିଛି। ଭବିଷ୍ୟତ ବକ୍ତାମାନଙ୍କର ବଡିଗାର୍ଡ ନଥିଲା। ବାଇବଲରେ 17 ଗୋଟି ଭବିଷ୍ୟତ ବକ୍ତାଙ୍କ ବିଷୟରେ ଆମେମାନେ ଦେଖିପାରୁଛୁ, ସେମାନଙ୍କର ବଡିଗାର୍ଡ ନଥିଲା, କିନ୍ତୁ ବର୍ତ୍ତମାନ ସମୟରେ ବଡିଗାର୍ଡ ଅଛି ଭବିଷ୍ୟତ ବକ୍ତାମାନଙ୍କର। ବହୁତ ଅନ୍ତର ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। ଆମେମାନେ ସେଥିପାଇଁ ସଠିକ୍ ଭାବରେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିବା ଦରକାର ଏବଂ ଲୋକମାନଙ୍କ ପଛରେ ନ ଯାଇ ପ୍ରଭୁଙ୍କ ପଛରେ ଯିବା ଦରକାର। କାରଣ ବର୍ତ୍ତମାନ ସମୟରେ ଲୋକମାନେ ଭ୍ରାନ୍ତ ମଧ୍ୟ କରୁଛନ୍ତି। କାରଣ ପ୍ରଭୁ ଯୀଶୁ କହିଲେ ଅନେକ ମୋ ନାମରେ ଆସି ଅନେକ ଲୋକଙ୍କୁ ଭ୍ରାନ୍ତ କରିବେ। ପ୍ରଭୁ ଯୀଶୁଙ୍କ ନାମରେ ଆସିବେ, ସେମାନଙ୍କର ଅନ୍ତରରେ ହିଂସ୍ରର ଜନ୍ତୁ ସେମାନେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମିରାକାଲ, ପ୍ରଭୁ ଯୀଶୁ ମିରାକାଲ କରନ୍ତି, କିନ୍ତୁ ମନୁଷ୍ୟ କରିପାରେ ନାହିଁ। ମନୁଷ୍ୟର ଇଚ୍ଛା, ମନୁଷ୍ୟର ବଳ, ମନୁଷ୍ୟର ଜ୍ଞାନ, ମନୁଷ୍ୟର ବୁଦ୍ଧି ଦ୍ୱାରା କେବେ ମଧ୍ୟ ମିରାକାଲ ହୋଇପାରିବ ନାହିଁ। ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ମିରାକାଲ କରିନାହାନ୍ତି ସେ ପର୍ଯ୍ୟନ୍ତ କିଛି ମଧ୍ୟ ହୋଇପାରିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏତିକି ମାତ୍ର ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। ଆପଣମାନଙ୍କ ପାଖରେ ଲିଙ୍କରେ ପଦପର୍ବ ମଧ୍ୟ ଯାହାକି ପ୍ରକାଶ ବା ଲେଖା ହେଇଥିବ ଆପଣମାନେ ଦେଖିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଆପଣମାନଙ୍କ ପାଖରେ ବହୁତ କିଛି କହିନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମିରାକାଲ ପଛରେ ଆପଣମାନେ ନ ଯାଇ ପ୍ରଭୁଙ୍କ ପଛରେ ଆପଣମାନେ ଚାଲନ୍ତୁ। କାରଣ ମାତ୍ୟୁ 7 ପର୍ବ ତର 22-23 ଯଦି ଆପଣମାନେ ପଢ଼ିବେ ତାହେଲେ ସେଇ ଜାଗାରେ ଲେଖାଯାଏ, ମିରାକାଲ କରିବା ଲୋକମାନେ ବା ଅନେକ ଶକ୍ତିର କାର୍ଯ୍ୟ କରିବା ଲୋକମାନେ, ପରଭାଷା ଦେଖିବା ପ୍ରଭୁଙ୍କର ପ୍ରିୟ ଲୋକମାନେ, ମାତ୍ୟୁ ତାର 7:22-23, ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ, ଆଉ ତୁମ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ?
ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ ଆମମାନେ ତୁମ ନାମରେ ଭାବାଣୀ କହିଲୁ ନାହିଁ, ପୁଣି ତୁମ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ, ଆଉ ତୁମ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ। ଏହି ପ୍ରକାର ଲୋକମାନଙ୍କୁ ପ୍ରଭୁ ଯୀଶୁ ତଳରେ କହୁଛନ୍ତି। ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ହିଁ ଜାଣି ନାହିଁ, ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମିରାକାଲ ପଛରେ ଆପଣମାନେ ଚାଲନ୍ତୁ ନାହିଁ। ଏହି ମିରାକାଲ ବିଷୟରେ ଭିଡ଼ିଓ ମାଧ୍ୟମରେ ଏହି ଚ୍ୟାନେଲରେ ଅପଲୋଡ଼ କରାଯାଇଅଛି। ସେ ଭିଡ଼ିଓକୁ ଆପଣମାନେ ଆଉ ଥରେ ଦେଖନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।